द्वितीय स्कंद। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरय। मूकं करोति वाचालं पङ्गुलङ्घयते गिरिं यत्कृपतमं वन्दे परमानन्दमाधवम्। निगमकल्पतरुगर्लितं फलं सुखमुखद्मृतद्रवसंयुतं पिबत भागवतं रसमालयं मुहुरहो रसिका भुवि भावुकः। प्रथमोऽध्याय। श्रीसूत उवाच हरिचरितचिन्तध्याने कोमलमधुरवचने रोमपुलके निज देहि कहन्ति राजा मुख चाहि। हे भाग्यवंत अनुप्रवर गरिष्ठ प्रश्न एतोहर पचारु जीव लोक हिते जे प्रश्न अछि तोर चिते श्रोतव्य प्रश्न अछि जेते आगम निगम उकते सहस्र सहस्र प्रकारे प्रश्न जे अछि ए संसारे इंद्रिय बसे गृहे थाई आत्मा रहिते ज्ञान नाही आयुष क्षय न जानती विषय अर्थ नित्य चिंती निद्रा रही अंध भळे अथवा वधू संग मेळे दिवसे अर्थ चिंता कूल कुटुंब भरणे व्याकुल पुत्र कुलत्र धन पाई आनंदे तांक मध्ये थाई विष्णुर माया नित्य चिंती निकटे मृत्यु न देखंती मरण देखु थाई डोळे अज्ञाने भ्रमे सुख बोळे एणु संसार प्राणीकर आत्मा गति को आगोचर एणु संसार भाव तेजी आत्मर गति चिते भजी से हरि सर्व घटे पुरे निर्लोपवाय अभ्यंतरे तार महिमा शुणी कर्णे नामक उच्चारी बदने एक कथा संख्या जोगे जानी स्वधर्म निष्ठा परिमाणी जन्मर लाभ ए प्रमाण अंते सुमरे नारायण पूर्वे निर्मल मुनि जेते तत्व विचारी वेद मते विधि निषेध दूर करी कृष्णर भाव हृदय धरी एणु सुसाधु धर्मवाणी ब्रह्म समाने परिमाणी द्वापर जुगे आदि काले मुहि अनेक शिष्य मेले मोर जनक व्यास मुनि तांकर शिक्षा मुहि गेनी निर्गुण मार्गे दृढ़ चिते विष्णुर भाव हेला जात निश्चल जोगे मन थोई यहाँ अभ्यास करिबहि कहिबा तोर आगे ताहा शुण राजन पुण्य देहा जे भागवत वाणी कर्णे शुणंती श्रद्धा अवधाने मुकुंद पाद तांक मने निश्चले रहे दिनु दिने निर्भय पथे चित रहे तांको न लागे मृत्यु भये जोग अभ्यास जोगी जने दीर्घे बंचती जोग ध्याने मुहूर्त मात्रे कृष्ण वाणी जे शुणे जेवा मुख वीणी जे प्राणी आत्मा को उद्धारे कि भाव बहु समस्या रे पूर्वे खटुंगा राजा थिला स्वर्गे देवंक हित कला
ରିପୁ ନିବାରି ଗୁରୁ ପାଶେ ମିଳିଲା ଭକ୍ତିର ବିଶ୍ୱାସେ। ଦେବେ ବୋଇଲେ ମାଗବର ତା ଶୁଣି କହେନୁ ପ୍ରବର। ଆୟୁଷ ଅଛି ମୋର ଯେତେ ଦେବେ କହିଲେ ଶାସ୍ତ୍ର ମତେ। ମୁହୂର୍ତ୍ତେ ଅଛି ତୋ ଜୀବନ ତା ଶୁଣି ସନ୍ତୋଷ ତା ମନ। ବୋଲାଇବରେ କାର୍ଯ୍ୟ ନାହିଁ କ୍ଷଣ ଆୟୁଷ ମୋର ଦେଇ। ମୁହୂର୍ତ୍ତ ନାମ ଉଚ୍ଚାରିଲା ଅନ୍ତ ସେ ଗୋବିନ୍ଦ ପଶିଲା। ଏବେ ଶପଥ ଦିନ ଯାଇ ଜୀବନ ଅଛି ତୋର ଦେ। ଏବେ ହରିଙ୍କୁ ଆଶ୍ରେ କର ଶ୍ରବଣେ ବଦନେ ଉଚ୍ଚାର। ଯେ ଅନ୍ତକାଳେ ହରିବାଣୀ ମୁଖେ ଉଚ୍ଚାରି କର୍ଣ୍ଣେ ଶୁଣି। ଯେତେ ବିଷୟ ଆତ୍ମାଭେଦୀ ଅସଙ୍ଗ ଅସ୍ତ୍ରେ ତାହା ଛେଦି। ବେଗେ ପଶନ୍ତି କୃଷ୍ଣ ଭାବେ ଶୁଣି କହିବା ତୋର ଏବେ। ଯେ ପ୍ରାଣୀ ଅନ୍ତ କାଳେ ଜାଣି ଆତ୍ମାର ଗତି ମନେ ଗୁଣି। ଗୃହ ଉପେକ୍ଷୀ ଚଳେ ବନେ ତପ ଆଚରେ ଦୁଃଖ ଶ୍ରମେ। ସ୍ନାନକୁ ସାରି ଶୀତ ଜଳେ ବସି ନିଶ୍ଚଳେ ବୃକ୍ଷ ମୂଳେ। ଅଭ୍ୟାସ କରି ଶୁଦ୍ଧ ମନେ ତ୍ରିବୃତ୍ର ବ୍ରହ୍ମ ସୁମରଣେ। ପ୍ରାଣ ପବନ ଯୋଗେ ରୁଧି ସକଳ ଇନ୍ଦ୍ରିୟ ନିରୋଧି। ବୁଦ୍ଧି ସାରଥି ଆଶ୍ରେ କରି ବିଷୟ ସମୂହ ନିବାରି। କର୍ମ ଅଚଞ୍ଚଳ ମନ ଚଳେ ନିରୋପି କୃଷ୍ଣ ପାଦ ତଳେ। ଏକା ଶରୀର ଚିନ୍ତି ନିତ୍ୟେ ବଞ୍ଚିବ ଅନୁକ୍ଷଣେ ଶ୍ରାନ୍ତେ। ମନକୁ ନିର୍ବିଷୟ କରି ସକଳ ଚିନ୍ତା ନ ସୁମରି। ମନ ପ୍ରସନ୍ନ ଯେତେବେଳେ ଜ୍ଞାନ ପ୍ରସରଇ ନିଶ୍ଚଳେ। ସ୍ୱଭାବେ ମନ ଦୁଷ୍ଟପଣେ ଆବୃତ ରଜ ତୁମ ଗଣେ। ଏଣୁ ଧାରଣା ଆଶ୍ରେ କରି ମନର ମଳ ଅପହରି। ଏମନ୍ତେ ଯୋଗର ଧାରଣ ଯୋଗୀର ଭକ୍ତିର ଲକ୍ଷଣ। ରାଜଉବାଚ ଧାରଣା ଯୋଗ ଚିତ୍ତେ ଧରି ଏମନ୍ତେ ତରେ ବ୍ରହ୍ମଚାରୀ। ଧାରଣା ଭନ୍ତେ ସୁନିଶ୍ଚଳ ବେଗେ ହରଇ ମନୁମଳ। ଯୋଗୀଙ୍କ ଧାରଣା ଏମତେ ଶାସ୍ତ୍ରର ଅନୁଭବ ମତେ। ଗୁରୁ ବଚନ କେବା ଜାଣି ଯୋଗ ଧାରଣା ପରିମାଣେ। ଏଣୁ ଅଭ୍ୟାସ ପ୍ରାଣୀ କରେ ଏମନ୍ତ ମନୁ ମଳ ହରେ। ଶ୍ରୀ ଶୁକ ଉବାଚ ଜିତ ଆସନ ଜିତ ପ୍ରାଣ ଜିତ ବିଷୟ ଇନ୍ଦ୍ର ଗଣ। ସ୍ଥୂଳ ଶରୀରେ ବୁଦ୍ଧି ବଳେ ମନକୁ ସ୍ଥାପିବ ନିଶ୍ଚଳେ। ବିଶେଷ ଗୋବିନ୍ଦ ଶରୀର ସ୍ଥୂଳଙ୍କ ମଧ୍ୟେ ସ୍ଥୂଳତର। ଯହିଁ ସଂସାର ପରିମାଣ ଭୂତ ଭବିଷ୍ୟ ବର୍ତ୍ତମାନ। ବ୍ରହ୍ମାଣ୍ଡ ବସେ ଯାର ଦେହେ ସପ୍ତାବରଣେ ଯୁକ୍ତ ହୁଏ। ବିରାଜ ପୁରୁଷ ଏ ମଧ୍ୟେ ବସେ ଧାରଣା ଅନୁବାଦେ। ବ୍ରହ୍ମାଣ୍ଡ ଚତୁର୍ଦଶ ପୁର ପ୍ରମାଣ ଶରୀର ଯାହାର। ଶୁଣ କହିବା ଅଧ ଊର୍ଦ୍ଧ୍ୱେ ବିରାଟ ପ୍ରତି ଅଙ୍ଗ ମଧ୍ୟେ। ପାତାଳ ବସେ ପାଦ ତଳେ ତା ପାଦ ଅଗ୍ର ରସାତଳ। ଚରଣ ଗୁଳ୍ପ ମହୀତଳ ଜଙ୍ଘ ଯୁଗଳ ତଳାତଳ। ସୁତଳ ବସେ ଜାନୁ ଯୁଗେ ତଳାତଳ ଉରୁ ଭାଗେ। ଜଘନ ଦେଶେ ମହୀତଳ ନାଭି ବିବର ନଭସ୍ଥଳ। ଜ୍ୟୋତି ସମୂହ ପରକାଶେ ହୃଦରେ ଶ୍ରୀଲୋକ ହିଁ ବସେ। କଣ୍ଠ ଆଶ୍ରିତ ମହଲୋକ ବଦନେ ବସେ ଜନଲୋକ। ଲଲାଟେ ତପଲୋକ ବସେ ମସ୍ତକ ଦେଶେ ସତ୍ୟ ବସେ। ବାସ୍ତବ ଆଦି ଦିଗ ପାଳେ ଯା ଅଷ୍ଟଭୁଜ ଏ ଶୟଳେ। କର୍ଣ୍ଣ ଯାହାର ଅଷ୍ଟାଦଶା ଅଶ୍ୱନି ଶ୍ରୁତେ ଯାର ନାଶ। ଜଳନ୍ତା ଅଗ୍ନି ଯା ବଦନ ନୟନ ଗୋଲକ ଗଗନ। ସବିତା ଯାର ଚକ୍ଷୁ ବେନି
ଉଦୟ ହସ୍ତ ପକ୍ଷ ବେନି, ଯାର ଭୃଙ୍ଗଙ୍କୁ ବେନି ପାଦ, ସଲିଳ ତାଳୁ ସରଜୁହ୍ନ। ତିନି ବେଦ ଯେ ବ୍ରହ୍ମରନ୍ଧ୍ର, ବିକଟ ତୁଣ୍ଡ ଯମପଦ, ଯାହାର ତୁମ୍ବେ ସ୍ନେହ କଳା, ଅଧ ଊର୍ଦ୍ଧ୍ୱରେ ଦନ୍ତମାଳା। ନର ଉନ୍ମଦ ଯାର ହାସ, ଯେ ବିଷ୍ଣୁ ମାୟାରେ ପ୍ରକାଶ, ସଂସାର ଯାହାର କଟାକ୍ଷ, ଏ ଜୀବ ଲଭେ ତା ପ୍ରତ୍ୟକ୍ଷ। ଊର୍ଦ୍ଧ୍ୱ ଉଷ୍ଠରେ ଲଜ୍ଜା ବସେ, ଲୋଭ ବସଇ ଅଧ ଦେଶେ, ଧର୍ମ ବସଇ ସ୍ତନ ଯୁଗେ, ଅଧର୍ମ ବସେ ଧର୍ମ ଭାଗେ। ଅଣ୍ଡେ ବସଇ ପ୍ରଜାପତି, ମିତ୍ରା ବରୁଣ କୋଶେ ସ୍ଥିତି, ସକଳ ନଦୀ ନାଡ଼ି ଯାର, ବୃକ୍ଷ ଔଷଧ ଲୋମ ଯାର। ଅନନ୍ତ ବୀର୍ଯ୍ୟ ଯହିଁ ବସେ, ଶାଶ୍ୱ ପବନେ ଅଣଞ୍ଚାସେ, ଯାହାର ଗତି ଜାଣ କାଳ, ଜୀବ ସଂସାର ଯାର ଖେଳ। ପ୍ରାଣୀ ସଂସାର କ୍ରୀଡ଼ା ତାର, ଶୁଣ ହେ କୁରୁ ବୀରବର। ଜିମୁତ ଗଣ ଯାର କେଶ, ସନ୍ଧ୍ୟା ଯାହାର ନିଜ ଦାସ, ପ୍ରକୃତ ହୃଦୟ ଯାହାର, ଯାହାର ମନ ନିଶାକର। ବିଜ୍ଞାନ ଶକ୍ତି ଯା ମହିମା, ଅନ୍ତଃକରଣ ରୁଦ୍ର ସୀମା, କରହ ଅଶ୍ଵ ଅଶ୍ଵତର, ନଖ ସମୂହେ କରିବୀର। ସେ ପଶୁ ମୃଗାଦି ବିଶେଷ, ସର୍ବକଳ୍ପିତ କୀଟ ଦେଶେ, ପକ୍ଷିଏ ଯାର ବ୍ୟାକରଣ, ବୁଦ୍ଧି ବିଷୟେ ମନୁଗଣ। ଯାର ନିବାସ ନର ଦେହ, ଯହିଁ କଳ୍ପିତ ମାୟାମୋହ, ଗନ୍ଧର୍ବ ବିଦ୍ୟାଧର ଆଦି, ଚାରଣ ଗଣିକା ପ୍ରସିଦ୍ଧି। କିନ୍ନର ଗଣ ଯାର ସ୍ୱର, ବ୍ୟର୍ଯ୍ୟରେ କଳ୍ପିତ ଈଶ୍ୱର। ବ୍ରାହ୍ମଣ ଯାର ମୁଖ ଜାତ, କ୍ଷତ୍ରିୟ ଭୁଜରୁ ସମ୍ଭୂତ, ଉରୁରୁ ବଶ୍ୟ ଉତ୍ପତ୍ତି, ପାଦରୁ ଜାତ ଶୂଦ୍ର ଜାତି। ନାନା ପ୍ରକାର ନାନା ବହି, ଅଭୀଷ୍ଟ ଦେବେ ଯାର ଦେହି, ନିଗମ କର୍ମ କାଣ୍ଡ ଯେତେ, ଯାହାର କର୍ମ ଏ ଯୁଗତେ। ହେମନ୍ତେ ଈଶ୍ୱରର ଦେହେ, ବସେ ଅସତ୍ୟ ସତ୍ୟ ପ୍ରାୟେ, ହେମନ୍ତ ସ୍ଥୂଳ ଏ ଶରୀରେ, ଧାରଣ ଯୋଗେ ନିର୍ବିକାରେ। ମନ ନିରୋଧେ ଯୋଗ ବଳେ, ବିଷ୍ଣୁର ଚରଣ କମଳେ, ସର୍ବ ଶରୀରେ ଭଗବାନ, ତା ତହୁଁ କେବା ଅଛି ଅନ୍ୟ। ସେ ସର୍ବବୁଦ୍ଧି ଅନୁଭବ, ଜୀବ ପରମ ବ୍ରହ୍ମ ଲାଭ। ସ୍ୱପ୍ନ ଜାଗ୍ରତେ ଯାର ଅନ୍ତ, କେ ଜାଣିପାରେ ତା ବୃତ୍ତାନ୍ତ। ସତ୍ୟ ପରମାନନ୍ଦ ନିଧି, ଯାର ଭଜନେ ସର୍ବସିଦ୍ଧି, ଜନ୍ମ ମରଣ ଯାର ତହୁଁ, କେ ଅବା ଗୋଚର ତା କହୁଁ। ହେମନ୍ତ କହି ଶୁକ ମୁନି, ହରଷେ ହରି ଭାବ ଘେନି, ସାନନ୍ଦେ ପରୀକ୍ଷିତ ମିଳେ, ଯାହା କହିଲେ ଗଙ୍ଗା କୂଳେ। ଦ୍ୱିତୀୟ ସ୍କନ୍ଧେ ଭାଗବତ, କହିଲେ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ବାଇଶାଖ୍ୟାଂ ଦ୍ୱିତୀୟ ସ୍କନ୍ଧେ ଶୁକ ପରୀକ୍ଷିତ ସମ୍ବାଦେ ମହାପୁରୁଷ ସଂସ୍ଥାନ ବର୍ଣ୍ଣନେ ନାମ ପ୍ରଥମ ଅଧ୍ୟାୟ ସମାପ୍ତଃ।